ବେଲ ପାରିବା ପାଇଁ ଆଙ୍କୁଡ଼ି କେମିତିଆ ଯାଉଛୁ ବେଲ ପାଇଁ। ଏରା କଣ କାଜୁ ପାଇଁ ଯାଇଥିଲ? ବେଲ କାଜୁ କାହିଁ ହେଇଛି କି? ଆଉ ଜମା 3-4ଟି ଗଛ ହେଇଛି ଯେ ଏଇଥିରେ ଗୋଟେ ଝିଅ ଆଗରେ ଚାଲୁଛି ଆଙ୍କୁଡ଼ି ଧରିକି। କଣ କରିବା? ବେଲ ହେଇଛି ଦେଖନ୍ତୁ, ବେଲ ହେଇଛି କିନ୍ତୁ ମୁଁ ଯୋଉ ଆଙ୍କୁଡ଼ି ଆଣିଛି ଆଙ୍କୁଡ଼ି ପାଇବନି। ବଡ ବଡ ହେଇଛି ବଢିଆ ବଢିଆ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ। ଚାଲନ୍ତୁ ସାଙ୍ଗମାନେ ଡେରି ନ କରି ଷ୍ଟାର୍ଟ କରିଦେବା ଆଜିର ଭିଡ଼ିଓ। ଆଉ ଆଜି ମୁଁ କ'ଣ କରୁଛି ଆପଣମାନଙ୍କୁ ଦେଖାଉଛି। ଆମେ ଯାଉଛୁ ଆମ ମା ଝିଅ ବେଲ ପାରି, ବେଲ ଆଣିଲେ ପଣା କରିବୁ। ଚାଲନ୍ତୁ କେଉଁଠୁ ଆଣୁଛୁ ବେଲ ଆପଣମାନଙ୍କୁ ଦେଖାଉଛି। ବେଲ ପାରିବା ପାଇଁ ଆଙ୍କୁଡ଼ି କେମିତିଆ ଦେଖନ୍ତୁ, ଆଙ୍କୁଡ଼ି ନେଇକି ଯାଉଛୁ। ଆମର କେମିତିଆ ଆମ ଘର ପାଖରେ କେମିତି ଅଛି ସବୁ ଖଜୁରୀ ଗଛ ଆଉ ଏ ବାଉଁଶ ଗଛ ଦେଖନ୍ତୁ। ଏଇଆଡ଼େ ଆମେ ଯାଉଛୁ ବେଲ ପାଇଁ। କେମିତିଆ ଜାଗା ଦେଖନ୍ତୁ, ଏତେ ସୁନ୍ଦର ଲାଗୁଛି। ଆଉ ବର୍ଷା ପାଗ ବି ହେଇଛି, ବର୍ଷା ଉଠେଇ ଆସିଲାଣି, କେତେ ସୁନ୍ଦର ଲାଗୁଛି। ଏଇଠି ମୋ ଝିଅ ଆଗରେ ଚାଲୁଛି ଆଙ୍କୁଡ଼ି ଧରିକି। ଏଇଠି ପିଲା ଆରେ ଏଇଟା କେମିତିଆ କାଠ, କଞ୍ଚା କାଠ ନଉଛନ୍ତି। ଯାଉଛୁ ବେଲ ପାଇଁ। ଏରା କଣ କାଜୁ ପାଇଁ ଯାଇଥିଲ? ବେଲ କାଜୁ କାହିଁ ହେଇଛି କି? ଆଉ ଜମା 3-4ଟି ଗଛ ହେଇଛି ଯେ ଏଇଥିରେ ଗୋଟେ ଯୋଡ଼େ ନାତି ମାନଙ୍କୁ ଧରିକି ଯେତେବେଳେ ଯାଉଥିଲି ଏଇ ଗଛକୁ ବେଲ ପାଇଁ। ବେଲ ପଣା କରି। ହଁ, ତ ଆମର ଇଆଡ଼େ ଜଣେ କାଜୁ ଆସିଥିଲେ କାଜୁ ପାଇଁ। ଆମର ଏଇପଟେ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ବିଲ ବାଡ଼ି ଆମର ଇଆଡ଼େ ଦେଖିବେ, ଯୁଆଡ଼େ ଦେଖିବ ବିଲ ଗଛ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଏଇ ଗଛ ଦେଖନ୍ତୁ କେତେ ସୁନ୍ଦର, ତାଳ ବଉଡ଼ା ଭଳିଆ ଏଇ ଗଛ। ଏଇ ଗଛ ଆଲୋଭେରା ଭଳି କଣ୍ଟା କଣ୍ଟା ହେଇଛି। ଏଇଟା କଣ? ଏ ଗଛର ନାଁ କିଏ ଜାଣିଛନ୍ତି ଯଦି କମେଣ୍ଟ ବକ୍ସରେ ଜଣେଇବେ। କେତେ ସୁନ୍ଦର ଏଇ ଗଛ। ତୁ ଜାଣିଛୁ ନା? ମୁଁ ତ ଜାଣିନି। ତ ଦେଖନ୍ତୁ ଏବେ ଆମେ ବି ବେଲ ଗଛ ପାଖରେ ପହଞ୍ଚିନୁ। ଆଉ ବେଲ ଗଛ ଏଇଟା ଠିକ, ଏଇଟା ବେଲ ଗଛ। ଆଙ୍କୁଡ଼ି ପାଇବନି ବୋଧେ, କ'ଣ କରିବା? ବେଲ ହେଇଛି ଦେଖନ୍ତୁ, ବେଲ ହେଇଛି କିନ୍ତୁ ମୁଁ ଯୋଉ ଆଙ୍କୁଡ଼ି ଆଣିଛି ଆଙ୍କୁଡ଼ି ପାଇବନି। ବଡ ବଡ ହେଇଛି ବଢିଆ ବଢିଆ। ଦେଖନ୍ତୁ ବେଲ ପୁରା ପାଚିଛି, କିନ୍ତୁ କ'ଣ କରିବା ଲୋ, ଏଇଟା ପାଚିଛି ହେଲେ ତ ପାଇବନି ଆଙ୍କୁଡ଼ି। ମୋ ଝିଅ ଆଙ୍କୁଡ଼ି ବଢ଼ଉଛି। ଆଉ ଦେଖନ୍ତୁ ବିଜୁଳି ମାରୁଛି ବି, ଚଡ଼କ ଚଡ଼ଚଡ଼ି ମାରିଲାଣି। ଆମେ ମା ଝିଅ ଆସିଛି ବେଲ ପାଇଁ। ତ ବେଲକୁ ତ ଆଙ୍କୁଡ଼ି ପାଉନି ନା, ଏପଟେ ବିଲ ପଟେ ଦେଖିଆ ଗଲୁ ତଳକୁ। ମୋ ଝିଅ ଏଇଠି ବାଡ଼େଇଲାଣି, ହେଲେ ବେଲ ପଡ଼ିବାର ନାହିଁ। ବୋଧେ ଆମେ ବେଲ ନେଇପାରିବୁନି। ବେଲ ନେଇ ହବନି, ପଡ଼ୁନି ତ କ'ଣ କରିବା? ବଡ଼ ଆଙ୍କୁଡ଼ି ଆଣିଥିଲେ ହେଇଥାନ୍ତା, ସେଇଟା ହବନି। ହବ ନାହିଁ। ଝିଅ ତାର ପାରୁଛି ହେଲେ ହଉନି, କ'ଣ କରିବା? ଯିବା ଭାରି, କାଲି ଆସିବା ନହେଲେ। ହଁ, ହବନି ତ। ମୁଁ ଭଲ ଆଙ୍କୁଡ଼ିଟା ଆଣିଥିଲେ ହେଇଥାନ୍ତା। ଏଠି ଗାଈ ଦାମରେ ସବୁ ବି ଘରକୁ ଗଲେଣି ଗୁହାଳକୁ। ଏ ଗାଈଟି ପଛରେ ରହିଯାଇଛି। ତ ଦେଖନ୍ତୁ କେତେ ସୁନ୍ଦର ଆମ ଗାଁ। ଆମ ଗାଁର ପରିବେଶ କେତେ ସୁନ୍ଦର ଲାଗୁଛି। ପାହାଡ଼, ଗଛ, ବିଲ। ପାରିଲୁଣି ଦେଖ, ବେଲ ପାରି ହେଲାନି, ଆଙ୍କୁଡ଼ି ପାଇଲାନି। ତ ଆମେ ଘରକୁ ଫେରି ଯାଉଛୁ। ବର୍ଷା ବି ଆସିଲାଣି। ବେଲ ପାରିକି ଆଙ୍କୁଡ଼ି ଭାଙ୍ଗିଗଲା, କିନ୍ତୁ ବେଲ ପାରି ହେଲାନି। ଆମେ ଫେରି ଯାଉଛୁ ଏବେ ବେଲ ନ ନେଇକି। ନିଜ କାମରେ ସଫଳ ହେଇପାରିଲୁନି, ଏବେ ଘରକୁ ଯାଉଛୁ। ଚଡ଼କ ମାରିଲାଣି, ପଳେଇବା, ବର୍ଷା ହେବ। ଆମ ଘର ଏଇଠୁ ଖଣ୍ଡେ ବାଟ ରହିଲାଣି, ନ ତିନ୍ତି ଯିବା। ତ ଦେଖନ୍ତୁ ସନ୍ଧ୍ୟା ଭଳିଆ ହେଇଗଲାଣି, 3ଟା ଟାଇମ୍ ହେଇଛି କିନ୍ତୁ ସନ୍ଧ୍ୟା ହେଇଗଲାଣି। ତ ହେଉଛି ଫେରି ଯାଉଛୁ ମା ଝିଅ ଯାକ। କାଲି ପୁଣି ଭଲ ଆଙ୍କୁଡ଼ା ଧରିକି ଆସିଲେ ବେଲ ପାରିକି ନେବୁ। ତ ଆମେ ଆଜି ପୁଣି ଘରକୁ ଫେରି ଯାଉଛୁ। ଆଉ କ'ଣ କରିବା, ଗଲେ ଘରେ ରୋଷେଇ କାମ ଅଛି।
ରୋଷେଇ କରିବା ମୋ ଦେହ ବି ଖରାପ ଜ୍ୱର ଆସୁଛି ମୋତେ ଭଲ ଲାଗିଲାନି ମୁଁ କହିଲି ତ ଯିବା ବେଲ ପାରିକି ନେଇକି ଆସିବା ଭଲ ଲାଗିବ ସେ ଟିକେ ବୁଲି ଆସିଲେ ବେଲ ପାରି ହେଲାନି ଆମେ ଫେରି ଯାଉଛୁ ଆଉ ମୋ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ ରହୁଛି ଜୟ ଜଗନ୍ନାଥ।